ସରକାରଙ୍କ ଯୋଜନା ସାଧାରଣ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଅଟେ, କିନ୍ତୁ ଏହାର ବିଡ଼ମ୍ବନା ଦେଖାଯାଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଷାଡ଼ିଙ୍ଗିଆ ଜିପି ଡାବରବାଲି ଗ୍ରାମରେ। ମୁଖ୍ୟ ରାସ୍ତାରୁ 1 କିଲୋମିଟର ସଂଯୋଗ ହୋଇପାରିନି ରାସ୍ତା। ପାଇପ୍ ପାଣିର ସୁବିଧା ଥିଲେ ବି ଗାଁକୁ ନିୟମିତ ପହଞ୍ଚି ପାରୁନି ପାଣି। ଏହା ଅଭାବ ନୁହେଁ, ଏହା ଗାଁ ପାଇଁ ଅଧିକାରର ଅପମାନ। 30 ପରିବାର ଆଦିବାସୀ ଓ ଦଳିତ ବିଶିଷ୍ଟ ଗାଁଟି 4 ସାହିରେ ବିଭକ୍ତ। ଗତ 15 ବର୍ଷ ତଳେ ଗାଁକୁ ହୋଇଥିବା ସିସି ରୋଡଟି ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ମାଟି କାଦୁଅରେ ପଡ଼ିଅଛି। ଗାଁରୁ ଥାଇ ବାସନ୍ତା ଆମର ମାଟି ମାହୁଲ ବି ଅଛି, ସବୁ ଆମେ ଅଛୁ। ପୂର୍ବ ଅମଳରୁ ଆମର ଶାଶୁ ଶ୍ୱଶୁର ବି ଅଛନ୍ତି। ସବୁ ଗାଁରେ କଂକ୍ରିଟ ରାସ୍ତା ହେଉଛି, ଘରେ ଘରେ ବି ଯାଉଛନ୍ତି। ଆମର ଗାଁରେ ଆମେ 30 ପରିବାର ଅଛୁ। 30 ପରିବାରରୁ ଆମେ 300 ଲୋକ ହମୁ। କୌଣସି କିଆଡ଼େ ବି ଯିବାକୁ କଂକ୍ରିଟ ରାସ୍ତା ନାହିଁ। ଯେନ୍ ଆମର 100 ମିଟର ହେଇଛି କଂକ୍ରିଟ ରାସ୍ତା, ସେଟା ବି କଦର୍ଯ୍ୟ ହେଇଛି, ସାଇକେଲ ବି ଯାଉନାହିଁ। ଅଙ୍ଗନବାଡ଼ି ଗଲା ବେଳକୁ ମଧ୍ୟ କାଦୁଅ ହେଉଛି, ଛୁଆମାନେ ଅଙ୍ଗନବାଡ଼ି ବି ଯାଇ ପାରୁନାହିଁ। ସ୍କୁଲ ଗଲା ବେଳକୁ ବି କାଦୁଅ ହେଉଛି, ଛୁଆମାନେ ବି ଯିବାକୁ ବର୍ଷା ହେଲେ କାନ୍ଦୁଛନ୍ତି, ଯିବୁ ନାହିଁ କାଦୁଅ ବୋଲିକରି କହୁଛନ୍ତି। ଷାଡ଼ିଙ୍ଗିଆ ଛକରୁ ନୂଆ ମାସ୍କାତ ସିସି ରୋଡ଼ ଦିଆଯାଉ ବୋଲି। ନେଡ଼ିପାଙ୍ଗାରେ ଜମା ପାଣି ଦିଆ ହେଇନାହିଁ, ବସୁଧା ପାଣି ନାହିଁ କି କିଛି ସପ୍ଲାଏ ପାଣି ବି ଦିଆ ହେଇନାହିଁ। ଆଉ ପାଣି ପାଇଁ ବହୁତ ଅସୁବିଧା ହେଉଛନ୍ତି। 9ଟା ଘର ଅଛି, ଆଉ ନେଡ଼ିପାଙ୍ଗାରେ ସୋଲାର ସୁବିଧା ଟିକେ କରିଦେଲେ ଭଲ ହୁଅନ୍ତା। ବସୁଧା ପାଣି ସେଇଠି ଦିଆଯାଏ ନାହିଁ କି? ବସୁଧା ପାଣି ଦିଆଯାଇ ନାହିଁ କି କୌଣସି ପାଣି ସୁବିଧା ଦିଆଯାଇ ନାହିଁ। ବହୁତ ଅସୁବିଧାରେ ଅଛୁ। ଡାବରବାଲିରେ 2ଟା ନଳକୂଅ ସୁବିଧା ଅଛି ଯେ ସବୁ କଲର ପାଣି ବାହାରୁଛି, ଭଲ ପାଣି ବାହାରୁ ନାହିଁ। ସେଥିପାଇଁ ଆମେ ନାଳ ପାଣି ନଦୀ ପାଣି ବ୍ୟବହାର କରୁଛୁ। ବର୍ଷା ମାସରେ ବହୁତ ଅସୁବିଧା ହେଉଛୁ, ଖରା ମାସରେ ବି ଅସୁବିଧା ହେଉଛୁ। ଆଉ ସେଥିପାଇଁ ପାଣି ସୁବିଧା ହଉ ବୋଲି ୱାର୍ଡ଼ ମେମ୍ବର ଅଛି। ଆମ ୱାର୍ଡ଼ରେ ପାଣି ଆସୁନାହିଁ, କେତେ କମ୍ପ୍ଲେନ୍ ଦେଲେ ବି କ'ଣ କଲେ ବି ପାଣି ଟୋଟାଲ୍ ଆସିପାରୁନାହିଁ। ପାଣି ଚୁଆଁର ବ୍ୟବହାର ପାଣି କରୁଛୁ। ନଦୀର ପାଣି, ନାଳର ପାଣି, ଚୁଆଁର ପାଣି ବ୍ୟବହାର କରିବା ଦ୍ୱାରା ଆମକୁ ଡାଇରିଆ ହେଉଛି, ଆଉ ବିଭିନ୍ନ ପ୍ରକାର ରୋଗ ବି ହେଉଛି। ଗ୍ରାମବାସୀମାନେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି, ପୁଣି ଛୋଟ ପିଲାମାନେ ସ୍କୁଲକୁ ଯାଆନ୍ତି। ବର୍ଷା ଦିନେ ପାଦରେ ଚାଲିବାକୁ ଭୟ ଲାଗେ। ଏହା କେବଳ ଯାତାୟାତ ନୁହେଁ, ବିକାଶର ବିଚ୍ଛିନ୍ନତା। ଏହା ସହିତ ଲାଗି ରହିଛି ଶୁଦ୍ଧ ପାନୀୟ ଜଳର କଥା। ଡାବରବାଲିର ନେଡ଼ିପଙ୍ଗା ସାହିରେ ଦଳିତ ଏବଂ ଆଦିବାସୀ 7 ପରିବାର ରହିଛନ୍ତି। ସେହି ସାହିକୁ ପାଇପ୍ ସଂଯୋଗ ମଧ୍ୟ କରାଯାଇନାହିଁ। ଏହି ଗାଁରେ ଜଳର ଅଭାବ ନୁହେଁ, ଏଠି ନୀତିର ଅଭାବ ବୋଲି ଦେଖିବାକୁ ମିଳୁଛି। କାହିଁକି ନା 2022 ମସିହାରେ ଏହି ଗ୍ରାମକୁ ବସୁଧା ଯୋଜନା ଦ୍ୱାରା ସାମିଲ କରାଯାଇଛି। କିନ୍ତୁ ଏହି ଗ୍ରାମର ଲୋକେ ନାଳ ଆଉ ଚୁଆଁ ଉପରେ ନିର୍ଭର କରି ବଞ୍ଚୁଛନ୍ତି। ଏଣୁ ଲିଖିତ ଅଭିଯୋଗ କରିବା ପାଇଁ ପ୍ରୟାସ ଜାରି ରଖିଅଛୁ। ଏହିଭଳି ଏକ ଅଧିକାର ପାଇଁ ସାଧାରଣ ଲୋକଙ୍କ ସଂଘର୍ଷକୁ ସଫଳ କରିବା ପାଇଁ ଏ ଭିଡ଼ିଓ ସମସ୍ତ ଦର୍ଶକମାନେ ଲାଇକ୍ ସେୟାର କରନ୍ତୁ, ଯେପରି ଏ କଥା ସରକାର ପ୍ରଶାସନ ପାଖରେ ପହଞ୍ଚି ପାରିବ। ମୁଁ ପୁଣି ଏହିଭଳି ଭିଡ଼ିଓ ଆଗାମୀ ଦିନରେ ଗ୍ରାମାଞ୍ଚଳରୁ ଆଣି ପହଞ୍ଚାଇବି। ନମସ୍କାର, ମୁଁ ପୁଷ୍ପଲତା ସାହୁ, କନ୍ଧମାଳ, ଓଡ଼ିଶାରୁ।